ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଝାଡ଼ାବାନ୍ତି ତଥା ଡାଇରିଆ ପ୍ରତି ସତର୍କ ଓ ସଚେତନ ରୁହନ୍ତୁ। ପାଣିକୁ ସିଧାସଳଖ ନ ପିଇ ପାଣିକୁ ଫୁଟାଇ ଛାଣି କରି ପିଅନ୍ତୁ। ଘରେ ପ୍ରସ୍ତୁତ ଗରମ ରନ୍ଧା ଖାଦ୍ୟ ଖାଆନ୍ତୁ। ଖାଇବା ପୂର୍ବରୁ ସାବୁନରେ ଭଲ ଭାବରେ ହାତକୁ ଧୁଅନ୍ତୁ। ଫଳ ଖାଉଥିଲେ ଫଳକୁ ଭଲ ଭାବରେ ଧୋଇ କରି ଖାଆନ୍ତୁ। ବାହାରେ ଅସ୍ୱାସ୍ଥ୍ୟକର ପରିବେଶରେ ଥିବା ଠେଲା ଦୋକାନ କିମ୍ବା ବାହାରେ ବିକ୍ରୟ ହେଉଥିବା ଫାଷ୍ଟ ଫୁଡ଼ ନ ଖାଇବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଉଛି। ବାହାରକୁ ଆସିଥିବା ସମୟରେ ଯଦି ଖାଦ୍ୟ ଆବଶ୍ୟକ କରୁଥାନ୍ତି ତାହେଲେ ସ୍ୱାସ୍ଥ୍ୟକର ପରିବେଶ ଥିବା ଦୋକାନରୁ ଖାଦ୍ୟ ଖାଆନ୍ତୁ। ପଚାସଢ଼ା ପନିପରିବା ମାଛ ଇତ୍ୟାଦି ଖାଆନ୍ତୁ ନାହିଁ। 4 ମିଲିଗ୍ରାମ ହାଲୋଜେନ୍ ବଟିକା 1 ଲିଟର ପାଣିରେ ମିଶାଇ ପିଅନ୍ତୁ। ଅସ୍ୱାସ୍ଥ୍ୟକର ପରିବେଶରେ ଥିବା ବାହାର ଖାଦ୍ୟ ଏବଂ ପାନୀୟ ଜଳକୁ ଯଥାସମ୍ଭବ ବାରଣ କରନ୍ତୁ। ପ୍ରତ୍ୟେକ ଗ୍ରାମରେ ଥିବା ଜଳ ଉତ୍ସଗୁଡ଼ିକ ବିଶୁଦ୍ଧିକରଣ ନିମନ୍ତେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଜଣାନ୍ତୁ। ପୋଖରୀ ଜଳକୁ ଗାଧୋଇବା, ଲୁଗାପଟା ସଫା କରିବା ଏବଂ ପାନୀୟ ଜଳ ଭାବେ ବ୍ୟବହାର କରନ୍ତୁ ନାହିଁ। ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ।